ଜାଣିଥିବେ ମୁଁ ହେଲି କେଶବ ସ୍ୱାଇଁ ଯେ ଗିନିସ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଛି ରେକର୍ଡ ମ୍ୟାନ୍ ହିସାବରେ ଯେ ଆମ ରାଜ୍ୟ ଓ ଦେଶରେ ଯିଏ ପରିଚୟ ସୃଷ୍ଟି କରିଛି ଯିଏ ଦେଶ ଓ ରାଜ୍ୟ ପାଇଁ ସମ୍ମାନ ଆଣିଛି ମୁଁ ସେ କେଶବ ସ୍ୱାଇଁ। ଆଉ ଏଥର ମୁଁ ବିଜେପିର ଜଣେ ଆଶାୟୀ ପ୍ରାର୍ଥୀ ହିସାବରେ ସାନକାମୁଣ୍ଡରୁ ଆଶା ରଖିଛି ଆଉ ବିଧାୟକ ପାଇଁ ମୁଁ ଏଥର ଆଶା ରଖିଛି। ଯେହେତୁ ଆପଣ ଜଣେ ୱାର୍ଲ୍ଡର ଗିନିଜ୍ ୱାର୍ଲ୍ଡରେ ଫେମସ୍ ଲୋକ ତଥାପି ଆପଣ ଏରିଆ ଆପଣଙ୍କ ପ୍ରତି କେମିତି ଉତ୍ସାହ ଲୋକ ରହିଛି ସେ ଦେଖନ୍ତୁ ମୁଁ ବହୁତ ଦିନ ଧରିକିରି ମୋ ଅଞ୍ଚଳରେ ମୋ ଗାଁଠୁ ଆରମ୍ଭ କରି ମୋ ଅଞ୍ଚଳରେ ବହୁତ କିଛି ସାମାଜିକ କାର୍ଯ୍ୟକ୍ରମ ସଦାସର୍ବଦା ମୁଁ କରିଆସୁଛି ଯାହା ପାଇଁ ବୋଲି ମୋର ସେମିତି କିଛି ଗୋଟେ ପରିଚୟ ସୃଷ୍ଟି ହେଇଛି। ରେକର୍ଡ ଠାରୁ ଅଧିକ ମୋର ସେବା ହେଉଛି ପ୍ରଥମ ପରିଚୟ। ଲୋକମାନେ ମୋତେ ସେବା କରିବାର ସୁଯୋଗ ଦେଇଛନ୍ତି ଏବଂ ସେବା କରିବା ପାଇଁ ଉତ୍ସାହିତ କରୁଛନ୍ତି ଓ ସେଇଥିପାଇଁ ଗୋଟେ ଡେଜିଗ୍ନେସନ୍ ଦରକାର। ଯେହେତୁ ନା ଗୋଟେ ଆଜିକାଲି ଆପଣ ଜାଣିଥିବେ ପଲିଟିକାଲ୍ ଡେଜିଗ୍ନେସନ୍ ଇଜ୍ ଏ ଭେରି ଇମ୍ପୋର୍ଟାଣ୍ଟ ପାର୍ଟ। ତ ସେଥିପାଇଁ ଆମକୁ ଗୋଟେ ବିଧାୟକ ପଦବୀ ପାଇଁ ଆମେ ଗୋଟେ ଲୋକଙ୍କର ପ୍ରେରଣା ହିସାବରେ ଆମେ ଏଥର ଗୋଟେ ଆଶା ରଖିଛୁ ଯେ ଲୋକମାନେ କହିଛନ୍ତି ଯେ ଆପଣ ଏଥିପାଇଁ ଜଣେ ଯୋଗ୍ୟ ବ୍ୟକ୍ତିତ୍ୱ ଭଳି ଆମକୁ ମାନେ ଆମେ ଅନୁମାନ କରୁଛୁ। ତେଣୁ ଆପଣ ଏଥର ବିଧାୟକରେ ଛିଡ଼ା ହେଲେ ଆମ ଅଞ୍ଚଳର କିଛି ଦୁଃଖ ଦୁର୍ଦ୍ଦଶା ଆଉ ଏସବୁ ଦୂର ହେଇପାରିବ। ଜଣେ ପୁରୁଣା କଂଗ୍ରେସ ନେତା ସେଠି ଥିଲାବେଳେ ଆପଣ କେମିତି ତାଙ୍କ ସାଙ୍ଗରେ କଣ୍ଟେଷ୍ଟ ରହିବ ଆଉ ସେଠିକାର ମାହୋଲ କେମିତି ରହିବ ସେଇଟା ଟିକେ ଶୁଣନ୍ତୁ। ଲୋକମତ ସରକାର ବର୍ତ୍ତମାନ କଂଗ୍ରେସର ସ୍ଥିତି ସେତେଟା ଦେଶରେ କିମ୍ବା ରାଜ୍ୟରେ ସେମିତି କିଛି ଭଲ ନାହିଁ, କିନ୍ତୁ ସିଏ ଜଣେ ବ୍ୟକ୍ତିତ୍ୱ ହିସାବରେ ସିଏ ସେଇଟା ଆମର ପରିଚୟ ଯିଏ ବି ଅଛନ୍ତି। କିନ୍ତୁ ଆମେ ଗୋଟେ ସାମାଜିକ କର୍ମୀ ହିସାବରେ ପରିଚୟ, ଗୋଟେ ସୋସିଆଲ ୱାର୍କର ହିସାବରେ ଆମେ ଗୋଟେ ଦେଶ ଆଉ ରାଜ୍ୟରେ ପରିଚିତ ଅଛୁ। ତେଣୁ ଆମେ ଚାହୁଁଛୁ ଆଉ ଲୋକ ବି ଚାହୁଁଛନ୍ତି ଯେ ପରିବର୍ତ୍ତନ ବର୍ତ୍ତମାନ ଆଉ ପରିବର୍ତ୍ତନ ନିଶ୍ଚୟ କିଛି ଘଟିବ ଆଉ ଘଟିବାକୁ ବି ଯାଉଛି। ତ ସେଇ ଆଶା ରଖିକିରି ଆମେ ଗୋଟେ ସମାଜର କଲ୍ୟାଣ କାମ କିଛି କରିଛୁ, ଆଗକୁ କିଛି କରିବାର ଉଦ୍ଦେଶ୍ୟ ଅଛି ଆଉ ସେଇ ହିସାବରେ ଆମେ ଏଥର ଆଶା ରଖିଛୁ।